ନିଜ ଝିଅର ଇଜ୍ଜତ କଣ ବୋଲି ଭାବିଛୁ? ବିବାହ କରିବୁ। विश्वजित कोठारी हरामजादा तुम भल पाइबा स्वप्न को बांगी रुचे चुरमार कर देलु मु आज तते छाड़बिनी तो तंटी कण करी रक्त बीजिबी रे। अरे छाड़े अरे छाड़ अरे छाड़ ताकू अरे छाड़ अरे छाड़ अरे अरे मरी जीव रे छाड़ ताकू अरे छाड़ ताकू मरी जीव। अरे रही जा रे मरी जा अरे सोया मरी जीव अरे सोया चारी दे रे मरी जाओ राजू भाई आराम जाता मरी जाओ ये आराम दादा मरी गले दिव्यार अवस्था कौन हबो कहलो हां कौन हबो अरे हबो ये आराम दादा मरी गले अरे दिव्यार अवस्था कौन हबो अरे कौन हबो कहलो आराम दादा भले से जोग विवाह करबे न हेले सबको आनी देबे औषध तो ताकू विवाह कला परे केबे हेले भी मोरा पिटा और कष्ट देबो ताहेले तू मते चिन्नीबु बाई सोना बे चल बाबा अरे चल अरे छोड़ ताकू अरे छोड़ ओ छोड़ तू मते मारिथिलु अरे मते मारिथिलु आराम दादा भलरे से झियो को विवाह करिबु न हेले सोळा को गंडगोल करुला मार्केट भीतर पुणी सबुदिन गंडगोल अरे किए गंडगोल करुला किए मारापिटा करुला अरे किए मत फोन करुला अरे क्यों कहतु किए गंडगोल करुला फोन करथिला किए देखि तो हाय के गंडगोल करथिला बे सब बेले खाली गंडगोल किए बे सोला माने देसी मद पीबे आ एसी बटन धरिकी बुलतिबे ए सोला माने मते चिन्नी न रे मो ना होची कि मिश्र माझी बाबू मारी की चोबला मार कर देबी सोला माने काई की गंडगोल करतो बे के गंडगोल करथिला के गंडगोल करथि सोला बॉयलर कुबुड़ा सस्ता ही जाईछि तो सोला चर्बी बड़ी जाउछि सोला मो को एमिति कुटीबी पूरा कुटी छाउल बार कर देबी के बे सोला एटी गंडगोल करथि के गंडगोल करथिला अरे एटी के काकु मारथिला कहदु अरे के काकु मारथिला के एटी गंडगोल करथिला काली ना कहदु मु ताको आजाद भीतर भर्ती कर देबे कहदु के एटी गंडगोल करथिला के गंडगोल करथिला अरे विश्वजित बाबू विश्वजित ऐसे पड़ो नालो रे अरे विश्वजित बाबू आपणकर पुणी अवस्था विश्वजित बाबू आपणकर अवस्था किए करछि
କୁହନ୍ତୁ କୁହନ୍ତୁ ବିଶ୍ୱଜିତ ବାବୁ ଆପଣଙ୍କର এই ଅବସ୍ଥା କିଏ କରିছে? ବିଶ୍ୱଜିତ ବାବୁ ଆପଣଙ୍କୁ କିଏ କୁଟିଛି? ଏ କୁଟି କୁଟି ପୁରା ଚାଉଳ ବାହାର କରିଦେଇଛି। କିଏ କୁଟିଛି ଆପଣଙ୍କୁ? ସେ ଟୋକାଟାକୁ ଜାଣିନି କି ଚିହ୍ନେନି। ନିଯୁକ୍ତ ବାବୁ ସେ ଟୋକାଟା ଏଇ ବସ୍ତିରେ ହିଁ ରହୁଛି। ଯେମିତି ହେଲେ ସେଇ ଟୋକାଟାକୁ ଖୋଜିକି ବାହାର କରନ୍ତୁ ନିଯୁକ୍ତ ବାବୁ, ଖୋଜିକି ବାହାର କରନ୍ତୁ। ବିଶ୍ୱଜିତ ବାବୁ ସେ ଟୋକା ଏଇ ବସ୍ତିର? ଠିକ ଅଛି ବିଶ୍ୱଜିତ ବାବୁ ଆପଣ ଚିନ୍ତା କରନ୍ତୁ ନେ, ମୁଁ ସେ ଟୋକାକୁ ଯେମିତି ହେଲେ ବି ଖୋଜି ବାହାର କରିବି। ଯୋଉ ନମ୍ବରରେ ମତେ ଫୋନ ଆସିଥିଲା ସେଇ ନମ୍ବରକୁ ସନ୍ଧାନ କଲେ ଆସାମୀ ନିଶ୍ଚୟ ଧରା ପଡିବ। ଆପଣ ଚିନ୍ତା କରନ୍ତୁନି, ମୁଁ ଯେମିତି ହେଲେ ବି ତାକୁ ଖୋଜିକି ଆରେଷ୍ଟ କରିବି। ମିଶ୍ର ବାବୁ ବିଶ୍ୱଜିତ ବାବୁକୁ ହସ୍ପିଟାଲକୁ ନେଇଯାଅ, ନିଅନ୍ତୁ ଶୀଘ୍ର ଟ୍ରିଟମେଣ୍ଟ କରି ବିଶ୍ୱଜିତ ବାବୁ আরে এতে বড় মার্কেট ভিতরে এতে লোকଙ୍କ সামনারে গোটাଏ মন্ত্রী পুଅକୁ মাড় মারি রক্তাক্ত করে চালিগলা। ଆଉ ଆପଣ ମାନେ ବସି ଚୁପଚାପ ଦେଖୁଛନ୍ତି? ଆରେ କୁହନ୍ତୁ କିଏ ମାରିଛି ମନ୍ତ୍ରୀ ପୁଅକୁ? କିଏ ଦେଖିଛି? କୁହନ୍ତୁ। ଆପଣ ମାନେ ଏମିତି ଚୁପଚାପ ରହିଲେ ହବନି, ଆପଣ ମାନଙ୍କୁ ପାଟି ଖୋଲି କହିବାକୁ ହବ। କୁହନ୍ତୁ କିଏ ମାରିଛି ସେ ମନ୍ତ୍ରୀ ପୁଅକୁ? କିଏ ଦେଖିଛି ସେ ଟୋକାକୁ? ସାରେ 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 ଏତେ ବଡ଼ ମାର୍କେଟ ଭିତରେ ଗୋଟିଏ ମନ୍ତ୍ରୀ ପୁଅକୁ ମାଡ଼ ମାରି ଚାଲିଗଲା। ଶଳାର ସାହସ ତ କମ ହେଇନଥିବ ସାରେ। ନା ଆପଣ ମାନଙ୍କୁ ମୋ କରି କହିବାକୁ ହବ କିଏ ମାରିଛି ମନ୍ତ୍ରୀ ପୁଅକୁ? କିଏ ଚିହ୍ନିଛି ସେ ଟୋକାକୁ? କୁହନ୍ତୁ। ମୁଁ ଦେଖିଛି ସାର୍, ମୁଁ ଦେଖିଛି ମାରିବା ସମୟରେ ମୁଁ ଦେଖିଛି। ଆପଣ? ମୁଁ ହଉଛି ଏ ସହରର ବରିଷ୍ଠ ବ୍ୟବସାୟୀ ଆଉ ସମାଜସେବୀ। ଆମେ ବାପ ଝିଅ ମାର୍କେଟ କରିବାକୁ ଯାଉଥିଲୁ। ମାର୍କେଟ କରିବା ସମୟରେ ସେ ଚାନ୍ଦିନୀ ଛକରେ ଗୋଟିଏ ଟୋକା ବିଶ୍ୱଜିତ ବାବୁକୁ ଗୋଡ଼େଇ ଗୋଡ଼େଇ ପିଟୁଥିଲା। ସେତିକି ବେଳେ ଆମେ ବାପ ଝିଅ 2 ଜଣ ଦେଖିଛୁ। ହେଲେ ଚଟ୍ରାଇ ବାବୁ ଆପଣ ସେ ଟୋକାର ନାଁ କହିପାରିବେ? ହଁ ସାର୍ ନିଶ୍ଚୟ କହିବି। ସେ ଟୋକାର ନାଁ ହଉଛି ରାଜୁ ସାର୍। କଣ କହିଲେ? ସେ ଟୋକାର ନାଁ ରାଜୁ? ହଁ ସାର୍। ହଁ ସାର୍ ସେ ଟୋକାର ନାଜୁ, ସେ ଟୋକାର ନା ରାଜୁ। ସେ ଟୋକା ବହୁତ ବଦମାସ ଟୋକା, ମୁଁ ତାକୁ ଆଗରୁ ଜାଣିଛି ସାର୍। ମୋ ସହିତ ବି ଯୁକ୍ତି କରୁଥିଲା, ହଁ ମୋ ସହିତ ବି ଖରାପ ବ୍ୟବହାର କରୁଥିଲା। ସେ ଟୋକାର ନା ରାଜୁ, ସେ ଟୋକା ବହୁତ ବଦମାସ ଟୋକା, ମୁଁ ତାକୁ ଆଗରୁ ଜାଣିଛି ସାର୍। ସେ ମାର୍କେଟରେ ମନ୍ତ୍ରୀ ପୁଅ ବିଶ୍ୱଜିତ ବାବୁଙ୍କୁ ଗୋଡ଼େଇ ଗୋଡ଼େଇ ମାରୁଥିଲା, ଆଉ ମାରିବା ସମୟରେ ମୋ ବାପାଙ୍କୁ ବି ମାରି ମୁଣ୍ଡ ପଟେଇ ଦେଇଛି। ଦେଖୁନାହାନ୍ତି ସାର୍, ଦେଖୁନାହାନ୍ତି ମୋ ବାପାଙ୍କୁ ବି କେମିତି ମାରି ମୁଣ୍ଡ ପଟେଇ ଦେଇଛି। ଆରେ ବାପରେ ସାରେ 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 ମୁଁ ସେ ଟୋକାକୁ ଆଗରୁ ଜାଣିଛି ସାର୍। ସେ ଟୋକାଟା ବହୁତ ବଦମାସ ଟୋକା। ହଁ ସାର୍ ସେ ଟୋକା ହଉଛି ଚାନ୍ଦିନୀ ଛକ ହନୁମାନ ପୂଜାରୀର ପୁଅ। ବହୁତ ବଦମାସ ଟୋକା ସାର୍। ମାଝି ବାବୁ ସାର୍ ତମେ ତାହେଲେ ସେ ଟୋକାକୁ ଜାଣିଛ? ହଁ ସାର୍ ଜାଣିଛି। ଚାନ୍ଦିନୀ ଚୋକର ଟୋକା ନାଁଟା ତାହେଲେ ରାଜୁ ନୁହଁ? ଠିକ ଅଛି, ଯାହା ଯେମିତି ହେଲେ ବି ମୁଁ ସେ ଟୋକାକୁ ଖୋଜି ଆରେଷ୍ଟ କରିବି। ଆଉ ଆରେଷ୍ଟ କରି ଥାନାକୁ ଆଣିଲା ପରେ ମୁଁ ଆପଣଙ୍କୁ ଥାନାକୁ ଡକେଇବି। ଆପଣ ଆସି ସେ ଟୋକା ବିରୁଦ୍ଧରେ କହିପାରିବେ ତ? ହଁ ସାର୍ ନିଶ୍ଚୟ କହିବି, ଆପଣ ଆରେଷ୍ଟ କରନ୍ତୁ। ଠିକ ଅଛି, ଆଜି ସନ୍ଧ୍ୟା ସୁଦ୍ଧା ଯେମିତି ହେଲେ ବି ମୁଁ ତାକୁ ଖୋଜି ଆରେଷ୍ଟ କରିବି। ମାଝି ବାବୁ ସାର୍ ଆମକୁ ସେ ଚାନ୍ଦିନୀ ଛକକୁ ଯିବାକୁ ପଡିବ, ଆଉ ସେ ଟୋକାକୁ ଖୋଜି ବାହାର କରି ଯେମିତି ହେଲେ ବି ଆଜାଦ ଭିତରେ ମାରିବାକୁ ହବ। ଠିକ ଅଛି ସାର୍ ଚାଲନ୍ତୁ। ବାପା ବାପା ଚାଲ ବାପା, କଣ ଗଡି କରିବା, ହସ୍ପିଟାଲ କୁ ଯିବା ଚାଲ। ହଁ ରେ ମା ଯିବା, ଏମିତି ଟିକେ ଚମଡ଼ା ଫାଟି ଯାଇଛି। ହଁ ଆଉ ଶୁଣରେ ମା, ଯେ ତ ବାପାର ମୁଣ୍ଡରୁ ରକ୍ତ ଝରିଛି ତାକୁ ଶାସ୍ତି ମିଳିବ ସେ ବ୍ୟବସ୍ଥା ମୁଁ କରିବି। ଚାଲୁ ମା ଘରକୁ ଯିବା। ଠିକ ଅଛି ବାପା ଚାଲ, ଘରେ ତ ଔଷଧ ଅଛି ଲଗେଇ ଦେବା ଚାଲ।